ଦର୍ଶକ ବନ୍ଧୁ ଏବେ ତ ଆପଣମାନେ ତାଙ୍କ ଗୀତ ଶୁଣିଲେ ପୁରାପୁରି ମାନେ ମର୍ମାହତ ଗୀତ ପେଥେଟିକ୍ ସଙ୍ଗ। ଏବେ ଆସନ୍ତୁ ତାଙ୍କ ବିଷୟରେ ଦୁଇ ଚାରି ପଦ କଥା ହେବା। ସାର୍ ନମସ୍କାର। ହଁ ନମସ୍କାର ନମସ୍କାର। ସାର୍ ଆପଣଙ୍କୁ ଆମ ଯୋଗେଶ୍ୱର ସାହୁ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରିଛୁ। ତ ପ୍ରଥମେ ଆପଣଙ୍କ ନାଁ କୁହନ୍ତୁ। ମୋ ନାଁ ହେଉଛି ବିରଞ୍ଚି କୁମାର, ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ, ଆମର ବ୍ଲକ ହେଲା ତୋରଭା, ଡିଷ୍ଟ୍ରିକ୍ଟ ହେଲା ସୋନପୁର। ହଁ ଠିକ୍ ଅଛି। ତ ଆପଣ ଏଇ କଳାକାର ଜୀବନ ବିଷୟରେ ଆପଣଙ୍କୁ ମାନେ କିଛି ଆମେ ପଚରାମୁ। ତ এই କଳାକାରର ଅର୍ଥ ହେଉଛି କଳାକାର ଯେନ୍ ମାନେ କି ମାନେ ନିଜର ଲୋହକେ ମାନେ ଚାପି ରଖିକି ଅନ୍ୟମାନକେ ଖୁସି ଦେସନ୍, ସେଟା ହେଉଛି କଳାକାର। ତ ଆମେ ଆପଣଙ୍କୁ ପଚରାମୁ ଯେ ଆପଣଙ୍କ କଳାକାର ଜୀବନଟା କେବେନୁ ଷ୍ଟାର୍ଟିଂ ହେଲା? ଆଜ୍ଞା ଆଜି କେ 18 ବରଷ ହେଲା। 18 ବରଷରୁ ମୁଁ ଷ୍ଟାର୍ଟ କରିଛେ ଯେ ଡଣ୍ଡ ନାଚିଲୁ 13 ବରଷ, ଦଣ୍ଡ। ହଁ ତାরপরে ঘুমরা নাচিলু 5 বরষ, এসে রামলীলা হেলানো 18-19 বরষ। আচ্ছা ই যেন ডଣ୍ଡ ঘুমরা আর রামলীলা ଆପଣଙ୍କର ମାନେ କେନ୍ଟା ଆପଣଙ୍କୁ ମାନେ ଆପଣଙ୍କର ଜୀବନକେ ମାନେ ପୁରାପୁରି ଗୋଟେ ସମସ୍ତଙ୍କୁ ଗୋଟେ ଯେନ୍ଟା ଗୋଟେ ପସନ୍ଦ ଥିସି, ମାନେ କେନ୍ଟା ଆପଣଙ୍କୁ ବେଶୀ ମାନେ ଇଏ ଆସିଲା ପସନ୍ଦ ଆସିଲା? ମତେ ଆଗ ଦଣ୍ଡ ପସନ୍ଦ ଆସେ, ତାପରେ ଘୁମରା ବି ପସନ୍ଦ ହେଲା, ହେଲେ ବେଶୀ ପସନ୍ଦ ହେଲା ରାମଚରିତ୍ର ମାନସ, ରାମଲୀଲା ଭଲ। ଆପଣ ରାମଲୀଲାରେ ମାନେ ପ୍ରାୟତଃ 4-5ଟା ରୋଲ୍ କରୁଛନ୍ତି ବୋଧେ? ନାଇଁ ନାଇଁ ମୁଁ 14ଟା ରୋଲ୍ କରିଛି। 14 ଦିନ କି 14 ରୋଲ୍? ହଁ ହଁ। ଆପଣଙ୍କୁ ବର୍ତ୍ତମାନ ଯାହା ଜଣାପଡ଼ୁଛି, ଆମେ ଯାହା ଦେଖୁଛୁ ଆପଣଙ୍କୁ 60 ବର୍ଷ ଖଣ୍ଡେ ହେବା? ହଁ ମତେ 60 ଉପରେ ହେଲା, 60 ବରଷ 2 ମାସ କି 3 ମାସ ହେଉଛି। ଆଚ୍ଛା ଇ ଯେନ୍ ସମସ୍ତେ କହୁଛନ୍ତି ଯେ ଇ ଯେନ୍ ଗୀତଟା ଗାଇଲେ ଆପଣ, ମାନେ ଆମେ ଦେଖୁଥିଲୁ ଆପଣ ଗୀତ ଗାଇଲା ବେଲିକି ଆପଣଙ୍କର ମାନେ ପୁରାପୁରି ଅଶ୍ରୁ ବି ନିର୍ଗତ ହେଇଯାଉଥିଲା। ପ୍ରକୃତରେ ଆପଣ ଯେନ୍ ଟାଇମ୍ରେ ଆପଣ ନାଳ ଯେନ୍ ଖର୍ସନ୍ ବା ଗୀତ ଯେନ୍ ଗାସନ୍ ଇ ପେଥେଟିକ୍ ସଙ୍ଗ୍ ଆପଣ ପୁରା ସେ ଭିତରେ ପୁରା ଆପଣ ହଜି ଆସନ୍ ନାଇଁ କି? ହଁ ହଜି ଆସେ, ତଥାପି ଟିକେ କମ୍ ହେଲା আর ଟିକେ ହେବାର କଥା। ତାର ମାନେ ବାଜା ଫାଜା ଥିଲେ ସେଟା ହେଇଯାଏସି, ଅଟୋମେଟିକ୍ ବାହାରିଯିବା। ସେ ସ୍ୱର ଉପରେ ଯଦି ଗଲେ ଆଧାରିତ କଲେ ସେ ଆଖିରୁ ଧାରା ବୋହି ପଡ଼ବା। ରାବଣକେ ଅନେକ ବାର ବୁଝେଇଛନ୍, ଅନେକ କଥା ବି ଉପଦେଶ ଦେଇଛନ୍। ସେଥିର୍ଲାଗି ସେ କଥାକେ ଭାବିକିରି ନିଜେ ଯଦି ମୁଇଁ କାଁ ପାଠ କରୁଛେଁ, ମୁଇଁ କାଁଥିର୍ ଲାଗି ଆଇଛେଁ, ମୁଇଁ କାଣା ଉପଦେଶ ଦେମି ମୋର୍ ପୁଅକେ ନିକଷା ଆସିକିରି ତାର୍ ପୁଅକେ ବହୁତ ଭାବେ ବୁଝେଇଛେ ବି, আর ବହୁତ ପ୍ରକାର କଥା କହିଛେ ବି। ଏଇଟା ତାର୍ ଲାଷ୍ଟ ଡିସିଜନ୍ ଗାନା, ଲାଷ୍ଟକେ ଯେତେବେଲେ ତାର୍ କୌଣସି ଆଡ଼ୁ ତାର୍ ପୁଅ ନାତି ସର୍ବହରା ହେଇଗଲା, ସେ ସମୟରେ ଆସିକିରି ନିକଷା କହୁଛି ରେ ବୁଆରେ তুই ଏନ୍ତା তুই একলা ଥାଇକିରି ତ ମୋର୍ ସଂସାରଟେ ତୁଇ କରିଥିଲୁ, তুই ହେଲେ একলা ବଞ୍ଚିକିରି ଯା ଯେ ଫେର୍ ମୋର୍ ବଂଶ ରକ୍ଷା ହେବା ବୋଲିକିରି ମୁଇଁ ହେଟା ଉପଦେଶ ଦେବାର୍ ଲାଗି ଆଉଥିନି। ଆଗରୁ ତ ସେ ଜ୍ଞାନ ମାନେ ତ ଆଗରୁ ଗଲାନ ବି। ତାରପରେ ଏଇଟା ଲାଷ୍ଟକେ କିଛି ନେଇକିରି ମତେ ଏତେ ନିଷ୍ଠା ଆସିଲା ବୁଢ଼ାହାଟ ବେଲକେ ମତେ ଇଏ ଉପବାଦ ଦେଲୁ ରେ ବା ବୋଲିକିରି ଯେନ୍ ବୁଝାବାରଟା ବି ରାବଣ ମାନିଲା ନାହିଁ। ଆଚ୍ଛା ଇ ସବୁକେ ପ୍ରଥମେ ନିଜର ଦିହିକେ ନିଜେ ନି ନେଲେ ମାନେ କିଛି କରିନି ହয়নি? ନିଜେ ଯଦି ମୁଇଁ ରାମ ବାହାରୁଛେଁ କି ରାବଣ ବାହାରୁଛେଁ କି ମୁଇଁ ସୀତା ବାହାରୁଛେଁ ବୋଲେ ନିଜେ ଅନୁଭବ ନି କଲେ, କେବଳ ଶୁଇ ଦେଲ ନାଟରେ ପାଠ କଲେ ଶୁଇ ଦେଲେ ଗଲା। ସଭାକେ ଯେନ୍ ଯଦି ହସବାର ଗୋଟେ ଅଛେ ସିନ୍ ହସାବ, କାନ୍ଦବାର ଗୋଟେ ସିନ୍ ଅଛେ କାନ୍ଦବ। ତେବେ ଯାଇକିରି କଳାର ବାହାଦୁରୀ। କିନ୍ତୁ ବର୍ତ୍ତମାନ ଯେନ୍ ଲୋକମାନେ ଯେନ୍ କରୁଛନ୍, ଆମେ ବହୁତ ଜାଗାରେ ଦେଖା ପାଉଛୁ, ଯେନ୍ ଅପେରା ହଉ କି ରାମନବମୀ ହଉ ଯାହା ବି ହଉ, ପିଲାମାନେ ଯେନ୍ ଦରକାର ପଡ଼ିଲେ ମାନେ ଯେନ୍ ଦରକାର ପଡ଼ିଲେ କାଣା ଗୋଟେ ମେଡ଼ିସିନ ମିଲୁଛି ସେଟାକେ ଆଖିରେ ଦେସନ୍, ସେଟା ପାଣି ବାହାରବାନି ବୋଲେ ଆକ୍ଚୁଆଲି ସେଟା କେତେ ଦୂର ଠିକ୍? ଆପଣ ହେଟା ନାଇଁ, ଯେକୌଣସି ମେଡ଼ିସିନ ଦେବାଟା ସେଟା କଳାକାର ନେଇ ବୋଲାଯାଏ। ସେଟା ତ ନିଜର ବଗସରୁ ଯେନ୍ଟା ବାହାରବା। ଆକ୍ଚୁଆଲି ରାବଣ ନିକଷା କି ଯେତେବେଳେ ରାମଚନ୍ଦ୍ର 14 ବରଷ ବନବାସ ଗଲେ ସେ ସମୟର ପେଥେଟିକ୍ କଥା। ଦଶରଥ ରାଜା ଦଶରଥ ମହାରାଜ ଯେତେବେଳେ ତାଙ୍କର ଯେନ୍ ସ୍ୱର୍ଗ ଆରୋହଣ କଲେ ସେ ସମୟରେ ପେଥେଟିକ୍ କଥା। ଅନ୍ଧ ଅନ୍ଧୁଣୀର କଥା ଭାବିକିରି ଏଇଟା ସେ ଫଳ ଫଳିଲା, ଯେନ୍ ଅନ୍ଧ ଅନ୍ଧୁଣୀ ମୋତେ ଅଭିଶାପ ଦେଇଥିଲେ, ସେ ଫଳ ଫଳିଲା ବୋଲିକିରି
ଦଶରଥ ରାଜା ବି ସେ ସମୟରେ ତାଙ୍କର ପ୍ରାଣ ରାମଚନ୍ଦ୍ର ଇଆଡ଼େ ବନବାସ ପଳେଇ ଗଲେ, ଦଶରଥ ରାଜା ତାଙ୍କର ପ୍ରାଣ ତ୍ୟାଗ କଲେ। ଆଚ୍ଛା ଆପଣ ଆମେ ଶୁଣିବାକୁ ପାଇଲୁ ଦଶରଥ ବି ପାଠ ପଢ଼ୁଛନ୍ ଆପଣ। ହଁ ମୁଁ ଦଶରଥ ପାଠ ବି 3 ଦିନ ତ କରିଛି। ଦଶରଥର ଯେନ୍ ପହିଲା ଦିନଟା ଯେନ୍ଟା କି କେନ୍ ସମୟରେ କି ଷ୍ଟୋରି ଯେନ୍ଟା କି ଆପଣ ମାନେ ଯେନ୍ ଟାଇମ୍ରେ ଦଶରଥ ମହାରାଜ ଇ ଶ୍ରବଣ କୁମାର କି ଯେନ୍ ବଧ କରିସନ୍ ଆରୁ ସେ ଟାଇମ୍ରେ ସେ ଡାକସି ଆଉ କହିଛି ଯେ ତମେ କିଏ ବୋଲି କରି ସେ ସମୟରେ ଯେନ୍ ବସନ୍ କିନି ମୁହିଁ ଅଯୋଧ୍ୟା ରାଜା ବୋଲି ଯେନ୍ କହିସନ୍ ସେ ସମୟରେ ଯେନ୍ 2-4 ଦିନ ଅଛି ସେ ସିମ୍ର ବିଷୟରେ ଆପଣ ଆମର ଦର୍ଶକ ବନ୍ଧୁମାନଙ୍କୁ ଶୁଣିପାରିଲେ ବଢ଼ିଆ ହେଲା। ଠିକ୍ ଅଛି। ଓକେ ଠିକ୍ ଅଛି ଯାଉ ଗାଇମା মুহি হতো ভাগাওটে অযোধ্যার জন মোর নাম দশরথ সূর্যবংশী জন্ম রূপমনে কর্ণম ন জানি তুম্ভরে স্বরগুটি ভেদ কলে অজ্ঞান বসরে ছাতিরু কাঢ়ন্তে সর ঋষি প্রাণ গলা কি কলিব